तो हे गाइस मु अमृत कुमार आज सोन भाई मो तिले अच्छी भॉइस ओवर करे आज आम कार्टून वीडियो ओके सो माइक फाइक किसी आज अणा है मर्निंग वार्क आसते से गोटे भॉइस ओवर चलती सो सोन भाई चलाउन भॉइस ओवर देख सोन भाई कहे भल स्क्रिप्ट पढ़ुं तापर ए चल तुम तुम हिसाब से कह तुम ना जिन स्टाइल भाव तुम कहे माने ये सुन तुम कथा कहला से सौम्य बतला भाया सौम्य देखे तत लोक भल हाथ कहना कथा ठीक से लोक मैंने तुमको भल देखुना कहीं तुम्हें सब स्वार्थ भल आउ थे आउ गोटे कह जो मैंने भल काम करती ना से स्वार्थ को देखुना बास ए दीटा कह ए दीटा हाँ हम यहाँ अरे भल लगे जे रेकर्ड ऑन अच्छी इन कौन बड़ पार्टी कह है कर दियो तुम भल कि तुम जान मैंने भल जो मान साहाय्य करने को इच्छा थाए ना से मैंने निजर के स्वार्थ देखती ना ये टाइप हो तुम जान जो मान साहाय्य करने को इच्छा थाए ना से मैंने के स्वार्थ देखती हाँ लगी कहला ना नहीं जो मान साहाय्य करने को इच्छा थाए ना से के स्वार्थ देखती बड़ बाटर मात्र कह है ठीक मार ठीक मान आउ थे रेकर्ड मार ना शुणी मार एडिट कर हाँ हाँ इनहांस कर चलती सो सोन ए चलाउन एडी रेकर्ड सेट लोक माने तुमको किछि भल देखुना काहे तुम सब स्वार्थ हिंदी लड़े चले सुना से ये दुकान देखिए धीरे धीरे कले बढ़िया नहीं रे ये हूँ पूरा नेचर जोड़ा बागदे मंदिर ये कहुच्छी ओके शाशु लोक मैंने तुमको किसी भल देखुना कहीं सब स्वार्थ भल हो हाँ इंडिया कहे बड़ पार्टी पूरा कह जिते बड़ पार्टी करेंगे से भल रहा देखिए कह शाशु लोक मैंने तुमको किसी भल देखुना जना पड़ टिक लगे बासु लोक मैंने तुमको किसी भल देखुना कहीं सब स्वार्थ भल हो तुम मन पाऊनी मत मन पाए बोले मु राजी अच्छी तुम्हें साटिस्फाई लगे तुमको भल लगनी मो आउ भल हो पारे मो द्वारा बासु लोक मैंने किसी तुमको भल देखुना कहीं सब स्वार्थ भल हो मु कह तमें पूरा भाभी दियो गोटे थर सर्ट देदेला काम छिड़ो एत थर गिंजरी गांजी कर मो इच्छा गोटे थर भाभी दियो ये टाइप स्टाइल कह शला बासु लोक मैंने तुमको किसी भल देखुना कहीं तुम्हें भल हो कहला नेक्स्ट अन्य मानक जी साहाय्य करे ना से केबे निजर स्वार्थ देखा चाहे तो सोनू भाई भॉइसटा देइथिले किंतु ताको मन पाइलानी ताको जो मु आउरी भल हो मु देई पारि गेली
ସେଇଟା ହେଉଛି ଅସୁବିଧା। କାରଣ ତାଙ୍କ ଯଦି ମୋ ଦ୍ୱାରା ବେଷ୍ଟ ଅଫ୍ ମୁଁ କାହିଁ ଛାଡ଼ି ସେଥିପାଇଁ ଟିକେ ତାଙ୍କ ଜୋରଜାରିଆ ଲଗେଇଛନ୍ତି ସ୍କ୍ରିପ୍ଟ ପଢ଼ି ଦେଉଛନ୍ତି ଅଡ଼ିଓ ରେକର୍ଡ଼ କରିଦେଉଛନ୍ତି ଗୋଟେ ଚାଲିଛି ଆଉ। ବାସୁ ଲୋକମାନେ ତମକୁ କିଛି ଭଲରେ ଦେଖୁନାହାନ୍ତି କାହିଁକି ତମେ ସବୁଠି ସ୍ୱାର୍ଥ ପାଇଁ ଭଲେଇ ଦେଖେଇ ହଉଛ। ହେଇଗଲା ଆରେ ବାସୁ ଆରେ ଲୋକମାନେ ତମକୁ କୋଉଠି ବି ଭଲରେ ଦେଖୁନାହାନ୍ତି ତମେ ସବୁବେଳେ କାହିଁକି ଯେ ନିଜ ସ୍ୱାର୍ଥ ପାଇଁ ଭଲ ହେଉଛ କହିଲ। ଏଇଟା ହବ ହେଲା। ସେ ଗୋଟେ ଭଲ ଲୋକଟା ହଁ ଏଇଟା ମାନେ ଯୋଉ ପ୍ରକୃତରେ ସାହାଯ୍ୟବାନ ଲୋକଟା ସେ ସଲା ସାହାଯ୍ୟ ଦେଖୁଛି ଇଆଡେ ନିଜ ସ୍ୱାର୍ଥ ଦେଖୁଛି। ହଁ ବାସ୍ ସେଇଟା ମୁଁ କହୁଛି। ବାସୁ ଲୋକମାନେ ବାସୁ ଲୋକମାନେ ନା ତମକୁ କେହି ବି ଭଲରେ ଦେଖୁନାହାନ୍ତି କାହିଁକି ତମେ ସବୁଠୁ ସ୍ୱାର୍ଥ ପାଇଁ ଭଲେଇ ହଉଛ। ନହେଲେ ଏମିତି କୁହାଟେ ତାକୁ ମାନେ ବଡ଼ ଭାଇ ହିସାବରେ ଆରେ ବାସୁ ଭାଇ ଆରେ ଲୋକମାନେ ମୁଁ ଗୋଟେ କଥାରେ କହି ଖରାପ ଭାବିବ ନା ଏମିତି କହି ନହେଲେ କୁହ ଭଲ ହବ ହେଲା ମୋଟିଭେସନ ଦେଲା ବେଳେ ହବ ତମେ ତ ଯୋଉଠି ଯେମିତି ଆମମାନଙ୍କୁ କହୁଛ ସେଇଟା ହେଲା। ଆରେ ବାସୁ ଭାଇ ଗୋଟେ କଥା କହିବି ଖରାପ ଭାବିବନି ଲୋକମାନେ ନା ତମକୁ ଏଇଟା ହେଲାନି ସେ ଷ୍ଟିକଟା ଠିକ୍ ଅଛି। ହଁ ମୁଁ ଶୁଣିବାକୁ ପାଇଲି ତମକୁ ଲୋକମାନେ କେହି ମଧ୍ୟ ଭଲ ପାଆନ୍ତିନି କଣ ପାଇଁ ଜାଣିଛ। ମୁଁ ଶୁଣିବାକୁ ପାଇଲି ଯେ ତମେ କୁଆଡ଼େ ସ୍ୱାର୍ଥ ପଛରେ ବେଶୀ ଚାହୁଁଛ। ତମେ କୁଆଡ଼େ ନିଜର ସ୍ୱାର୍ଥ ପାଇଁ ହିଁ ସବୁ କାମ କର। ତମେ ଏତିକି ମନେ ରଖିଥାଅ ସେମାନେ ଯେଉଁମାନେ ଭଲ କାମ କରନ୍ତି ନା ସେମାନେ ସ୍ୱାର୍ଥ କେବେ ଚାହାନ୍ତିନି। ଏଇଟା ଆଉଥରେ କୁହ ଲାଗିଗଲା। ଯେଉଁମାନେ ଭଲ କାମ କରନ୍ତି ନା ସେମାନେ ସ୍ୱାର୍ଥ ପାଇଁ କେବେ ଯାଆନ୍ତିନି। ନାଇଁ ବଡ଼ ଭାଇ ସ୍ୱାର୍ଥ ପାଇଁ କୁଆଡ଼େ ଯାଆନ୍ତି ନାହିଁ ସ୍ୱାର୍ଥ ପଛରେ ପଡ଼ନ୍ତି ନାହିଁ ନହେଲେ ନିଜ ଫାଇଦା ଦେଖନ୍ତି ନାହିଁ ଏଇ ଟାଇପ୍ର କୁହ ହେଲା। ଯେଉଁମାନେ ସ୍ୱାର୍ଥ ପଛରେ ଯେଉଁମାନେ ଭଲ କାମ କରନ୍ତି ନା ସେମାନେ ନିଜର ସ୍ୱାର୍ଥ କେବେ ଦେଖନ୍ତିନି। ଏଇଠି ଏବେ ଖାଇଯାଇଛି ଖରାପ ଭାବିବନି ଲୋକମାନେ ନା ମାର କାଟି ଆରେ ବାସୁ ଭାଇ ଗୋଟେ କଥା କହିବି ଖରାପ ଭାବିବନି। ଏଇଟା ଭଲ ଅଛି। ଲୋକମାନେ ନା ତମକୁ ଏଇଟା ହେଲାନି ସେ ଖରାପ ଭାବିବନି ଯାଇ ସେତେ ଟାଇମ୍ ଲାଗୁଛି ନା ପ୍ରବଳ ବୋଲେ ଟିକେ ସେଟା ହେଇଯାଇଥିଲେ ନା ଫାଷ୍ଟ ହେଇ ଦଉଛ ନା ତମ ଆଜି ହଁ ସେଥିପାଇଁ ସେ ନଉଛି ଆଉ ମୁଁ ଏବେ ଦେଖୁନ ଗୋଟେ ମାଟିରେ ଧରିଲେ ଧରୁ ହେଇଯାଉଛି। ଗୋଟେ ଯୋଉ ଓଡ଼ିଆର ସର୍ଟ ମୁଭି ଯାକ ହଁ ଭଏସ୍ ଓଭର ଦେଇ ପକେଇଲେ ହବ ନାହିଁ। ହଁ ହବ ତ। ମୁଁ ଶୁଣିବାକୁ ପାଇଲି ତମକୁ ଲୋକମାନେ କେହି ମଧ୍ୟ ଭଲ ପାଆନ୍ତିନି କଣ ପାଇଁ ଜାଣିଛ। ଭଏସ୍ ଓଭର ଦିଆଯାଉଛି ତମେ କୁଆଡ଼େ ସ୍ୱାର୍ଥ ପଛରେ ବେଶୀ ଚାହୁଁଛ। ତମେ କୁଆଡ଼େ ନିଜର ସ୍ୱାର୍ଥ ପାଇଁ ହିଁ ସବୁ ରିମୁଭ୍ ହେଇଯିବ। ନାଇଁ ଭଲ ଅଛି। ହଁ ସାଉଣ୍ଡ ଭଲ ଅଛି କୁଁ କ୍ୟାଁ ନିଜର ସ୍ୱାର୍ଥ ପାଇଁ ହିଁ ସବୁ କାମ କର। ଏଇଟା ମୁଁ କହିବି ଆଉଥରେ ହେଲା। ଏଇଟା ତମେ ଏତିକି ମନେ ରଖିଥାଅ ସେମାନେ ଯେଉଁମାନେ ଭଲ କାମ କରନ୍ତି ନା ସେମାନେ ସ୍ୱାର୍ଥ କେବେ ଚାହାନ୍ତି। ବାସୁ ଭାଇ ଗୋଟେ କଥାଟେ କହି ଖରାପ ଭାବିବନି ହେଲା। ମାନେ ମୁଁ ଶୁଣିବାକୁ ପାଇଲି ଲୋକମାନେ ତମକୁ ପାଖକୁ ନେଲେ ଖାଇଯିବେ ନା ପାଖକୁ ବଡ଼ ପାଟିରେ ଯେତେ ବଡ଼ କହିବେ ଭଲ ମାନେ କ୍ଲିୟର ଅଡ଼ିଓ ଆଇବ ହେଲା ଭାବିକି କୁହ ତମେ ବଡ଼ ପାଟିରେ କୁହ।
ଗୋଟେ କଥାଟେ କହି ଖରାପ ଭାବିବନି। ଆହୁରି ବଡ଼ ବାଡ଼ିରେ କହୁନ। ଆରେ ବାସୁ ଭାଇ ଆଉ ଗୋଟେ ଇନ୍ କହ ନହେଲେ ଏଠି ବଡ଼ ବାଡ଼ି ହଉ ଆମର। ଆରେ ବାସୁ ଭାଇ ଗୋଟେ କଥାଟେ କହୁଛି କି ଖରାପ ହବନି। ନାଇଁ ଏଇଟା ଗାଳି କଲା ଭଳିଆ ତାକୁ ଲାଗୁଛି। ଆ ସତ ବାସୁ ଭାଇ ଗାଳି ଆରେ ବାସୁ ଭାଇ ଏ ଇଏଟା କଲୁ ଦାନ କରା କରିଦିଅ ନାଇଁ। କ'ଣ ହବ ଟି? ଏ ବାସୁ ଭାଇ ଆଉ ମୁଁ ଗୋଟେ କଥାଟା ଶୁଣିବାକୁ ପାଇଲି। ଲୋକମାନେ ନାଇଁ ଆରେ ବାସୁ ଭାଇ ଲୋକମାନେ ତତେ ବହୁତ ଖରାପ ଭାବୁଛନ୍ତି ରେ। ତୁ କାହିଁକି ସ୍ୱାର୍ଥ ପଛରେ ଏତେ ଧାଉଁଛୁ? ନାଇଁ ତୁ ଏଇଟା ଭୁଲ କହୁଛୁ। ନା ଆରେ ନାଇଁ ତୁ ଏଇଟା ଭୁଲ ଭାବୁଛୁ। ଆରେ ଶୁଣେ ତୁ ଯୋଉ କହୁନୁ କି ବିନା ସ୍ୱାର୍ଥରେ କିଏ କେବେ ବି ସାହାଯ୍ୟ କରେ ନାହିଁ। ଆରେ ନାଇଁ ରେ ଯାହାର ସାହାଯ୍ୟ କରିବାକୁ ଇଚ୍ଛା ଥାଏ ନା ସିଏ କେବେ ବି ନିଜ ସ୍ୱାର୍ଥ ଦେଖେ ନାହିଁ। ଏଇଟା ପରା ହେଲା। ଆଉ କ'ଣ କରିବା ସ୍ୱାର୍ଥ ବ୍ୟତୀତ କେହି କାହାକୁ କାହିଁ ସାହାଯ୍ୟ। ଆରେ ନାଇଁ ନାଇଁ ତୁ ଏଇଟା ଭୁଲ ଭାବୁଛୁ। ପାଖୁନି ବଡ଼ ବାଟରେ ପାଖୁନି। ବାନ୍ଧେଇ ବାନ୍ଧେଇ ଆଉ କ'ଣ କରିବି ସ୍ୱାର୍ଥ ବ୍ୟତୀତ କେହି କାହାକୁ କାହିଁ ସାହାଯ୍ୟ କରେ। ଆରେ ନାଇଁ ନାଇଁ ସେମିତି ନାହିଁ ତୁ ଏଇଟା ଭୁଲ ଭାବୁଛୁ। ଏଇଟା ଭୁଲ ଭାବୁଛୁ। ଯେଉଁମାନେ ଭଲ କାମ କରନ୍ତି ନା ସେମାନେ କେବେ ବି ନିଜ ସ୍ୱାର୍ଥ ଦେଖନ୍ତିନି। ଆରେ ବାସୁ ଭାଇ ଗୋଟେ କଥାଟେ କହୁଛି କି ଖରାପ ହବନି ମାରି ହଁ ଏଇଠୁ ଦେଖେ ମସ୍ତ ହେଇଯିರಿ। କ'ଣ ହବ ଟି? ଏ ବାସୁ ଭାଇ ଆଉ ମୁଁ ଗୋଟେ କଥାଟେ ଶୁଣିବାକୁ ପାଇଲି। ଲୋକମାନେ ନାଇଁ ଆରେ ବାସୁ ଭାଇ ଲୋକମାନେ ତତେ ବହୁତ ଖରାପ ଭାବୁଛନ୍ତି ରେ। ତୁ କାହିଁକି ସ୍ୱାର୍ଥ ପଛରେ ଏତେ ଧାଉଁଛୁ? ସୋ ଆଜିର ଭଏସ୍ ଓଭର ସରିଲା। ଆଉ ବିନ୍ଦାସରେ ଘରକୁ ଯିବା ଯାଇକି ଏଡ଼ିଟ୍ ଫେଡ଼ିଟ୍ କରିକିରି ଚ୍ୟାନେଲରେ ଭିଡ଼ିଓ ହେଲେ ଦେଖିବ। ଓକେ ଟାଟା।